प्रभु गणेशଙ୍କର ପୂଜା ସବୁ ପୁରପଲ୍ଲୀ ଠାରୁ ଆରମ୍ଭ କରି ସମସ୍ତେ ଏହି ପୂଜାକୁ କରନ୍ତି। ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ କରନ୍ତି। ଯେହେତୁ ସମସ୍ତେ ଭଗବାନ ଗଣେଶଙ୍କୁ ଅତି ଶ୍ରଦ୍ଧାର ସହିତ ପୂଜା କରନ୍ତି, ତେବେ ଆମ ସମସ୍ତଙ୍କର ଜାଣିବା ଦରକାର ଭଗବାନ ଗଣେଶଙ୍କୁ ଅଧିକ ଖୁସି କିପରି କରିପାରିବା, କିପରି ଅଧିକ ପ୍ରସନ୍ନ କରିପାରିବା। ଭଗବାନ ଗଣେଶଙ୍କୁ ଖୁସି କରିବା ବହୁତ ସହଜ, ପ୍ରସନ୍ନ କରିବା ବହୁତ ସହଜ। ମାତ୍ର ଏହି 6ଟି ଉପାୟରେ ଆପଣମାନେ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିପାରିବେ ବା ଖୁସି କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ କେଉଁ 6 ପ୍ରକାରରେ ଆପଣମାନେ ଭଗବାନ ଗଣେଶଙ୍କୁ ପୂଜା କରିପାରିବେ। ନମସ୍କାର, ମୁଁ ଅଙ୍କିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏହି ଭିଡ଼ିଓରେ। ଆପଣମାନେ ଜାଣିଛନ୍ତି କି ନାହିଁ, ଯଦି ଆପଣମାନେ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରନ୍ତି ତାହେଲେ ମା ଲକ୍ଷ୍ମୀ ଆପେ ଆପେ ଚାଲି ଆସନ୍ତି। ଯଦି ଭଗବାନ ଗଣେଶଙ୍କୁ ଆପଣ ଆଶୀର୍ବାଦ ଆପଣଙ୍କ ଉପରେ ରହିଲା, ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ଫ୍ରି ଭାବରେ ମିଳିବ। ଭଗବାନ ଗଣେଶଙ୍କୁ ନିହାତି ଭାବେ ପ୍ରସନ୍ନ କରନ୍ତୁ। କଲେ କ'ଣ ହେବ, ଆପଣଙ୍କ ଘରେ ସୁଖ ସମୃଦ୍ଧି ବନିଯିବ। ସନ୍ତୁଷ୍ଟ କରିବାଟା ବହୁତ ସହଜ। ମହାଦେବଙ୍କୁ ଯେପରି ପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ବହୁତ ସହଜ, ସେହିଭଳି ଗଣେଶଙ୍କୁ ମଧ୍ୟ ପ୍ରସନ୍ନ କରିବା ବହୁତ ସହଜ। ଖାଲି ଭକ୍ତର ଭକ୍ତି, ତାକୁ କେତେ ଶ୍ରଦ୍ଧା କରୁଛି, କେତେ ଭକ୍ତି କରୁଛି ଏହା ଦେଖନ୍ତି, କେତେ ସମ୍ମାନ କରୁଛି। ଯିଏ ଯେଉଁଭଳି ଭାବରେ ଭକ୍ତି ଓ ସମ୍ମାନ କରିବ, ସିଏ ସେହିଭଳି ଭାବରେ ଭଗବାନ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିବେ। ଶୀଘ୍ର ତ ଯିଏ ଅଧିକ ଭଗବାନଙ୍କୁ ସମ୍ମାନ ଭକ୍ତି ଓ ଶ୍ରଦ୍ଧା କରୁଥିବ, ଭକ୍ତି କରୁଥିବ, ତାକୁ ସେତିକି ଭାବରେ ଭଗବାନ ଆଶୀର୍ବାଦ କରନ୍ତି। ଯେଉଁମାନେ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ସେମାନେ କ'ଣ କରିବେ ନା, ସେମାନେ କୌଣସି ଗଣେଶ ମନ୍ଦିର ଯାଆନ୍ତୁ। ଗଣେଶ ଚତୁର୍ଥୀ ଠାରୁ ଗଣେଶଙ୍କ ପ୍ରତିମାଙ୍କ ପୂଜା ହୁଅନ୍ତି। ସେହି ସମୟରେ ବୁଧବାର ହୋଇଥିବ, ସେହି ସମୟ ଭିତରେ ସେଇଦିନ ଯାଇକି ଭଗବାନ ଗଣେଶଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚନା କଲେ ଆପଣଙ୍କୁ ବିଶେଷ ଫଳ ମିଳିଥାଏ। ଭଗବାନ ଗଣେଶଙ୍କୁ ପୂଜା କରିବାର ଶ୍ରେଷ୍ଠ ବାର ହେଉଛି ବୁଧବାର। ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା। କୌଣସି ମନୋକାମନା ନେଇକି ଭଗବାନ ଗଣେଶଙ୍କୁ ପୂଜା କରନ୍ତି, ତାହେଲେ ଆପଣଙ୍କର ବିଘ୍ନ ଦୂର କରିଦେବେ ଭଗବାନ ଗଣେଶ। ଭଗବାନ ଗଣେଶଙ୍କୁ ପ୍ରସନ୍ନ ହେଲେ ଖାଲି ନିଜେ ଆସନ୍ତିନି, ତା ନୁହେଁ। ତାଙ୍କ ସହିତ କିଏ କିଏ ଆସନ୍ତି? ତାଙ୍କ 2 ପତ୍ନୀ ରିଦ୍ଧି ଆଉ ସିଦ୍ଧି, 2 ପୁତ୍ର ଶୁଭ ଏବଂ ଲାଭ। ରିଦ୍ଧି ସିଦ୍ଧି ଶୁଭ ଲାଭ ସହିତ ଗଣେଶ ଆସିବେ। ତେବେ ଚିନ୍ତା କରନ୍ତୁ, ଭଗବାନ ଗଣେଶ ଆପଣଙ୍କର କେତେ ପ୍ରକାର ମଙ୍ଗଳ କରିବେ। ଭଗବାନ ଗଣେଶଙ୍କୁ ଖୁସି କରିବାର ପ୍ରଥମ ଜିନିଷ ହେଉଛି ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ। ଦୁବ ଯେତେବେଳେ ଅର୍ପଣ କରିବେ, ବହୁତ ଲୋକ ଏହି ଭୁଲଟି କରନ୍ତି। ଯେତେବେଳେ ଦୁବ ଅର୍ପଣ କରୁଛନ୍ତି, ଦୁବର ପତ୍ର ମିନିମମ୍ 3ଟା ନହେଲେ 5ଟା ପତ୍ର ରହିବା ଦରକାର। ଦୁବକୁ ଆପଣମାନେ ଭଲ ଭାବରେ ଧୋଇ ଦେଇ ଭଲ ଭାବରେ ସଂଗ୍ରହ କରି ଚଢ଼େଇବେ। ତେବେ ଗୋଟିଏ ଦୁବ ଚଢ଼େଇବେନି। ଦୁବକୁ କ'ଣ କରିବେ ନା, ଦୁବକୁ ଆଣିଲେ, ଦୁବକୁ 7ଟି ଦୁବକୁ ଗୋଟିଏ ଲାଟ ସୂତାରେ ବାନ୍ଧି ଏହିଭଳି 7ଟି ଦୁବ, 7 କେରା ଦୁବ ଆପଣମାନେ ଭଗବାନ ଗଣେଶଙ୍କୁ ଚଢ଼ାନ୍ତୁ। ଆପଣମାନେ ଚାହିଁଲେ 108 କେରା ମଧ୍ୟ ଆପଣମାନେ ଅର୍ପଣ କରିପାରିବେ। ଯଦି ଆପଣମାନେ ଯେତିକି ଅଧିକ ଦୁବ ଅର୍ପଣ କରିବେ ସେତେ ଭଲ ହେବ। ଯେତେବେଳେ ବି ଦୁବ ଆପଣମାନେ ଗଣେଶଙ୍କୁ ଅର୍ପଣ କରିବେ, ସେଇଠି ତାଙ୍କ ମସ୍ତକରେ ଅର୍ପଣ କରିବେ। ବହୁତ ଜାଗାରେ କ'ଣ କରନ୍ତି ନା, ଦୁବକୁ ଭଗବାନ ଗଣେଶଙ୍କର ପାଦ ତଳେ ଅର୍ପଣ କରନ୍ତି। କିନ୍ତୁ ଆପଣମାନେ ଯଦି ବିଶେଷ ଲାଭ ପାଇଁ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରୁଛନ୍ତି, ତାହେଲେ ଆପଣମାନେ ସେହି ଦୁବକୁ ଭଗବାନ ଗଣେଶଙ୍କ ମସ୍ତକରେ ପ୍ରଥମେ ଅର୍ପଣ କରନ୍ତୁ। ଆପଣମାନେ କେବଳ ବୁଧବାର ଦିନ ଦୁବ ଘାସ ଅର୍ପଣ କରିବେ ବା ଦୁବ କେରା ଅର୍ପଣ, ତା ନୁହେଁ। ଯଦି ଭଗବାନ ଗଣେଶ ପୂଜା ସମୟରେ ପ୍ରତ୍ୟେକ ଦିନ ଆପଣମାନେ ଦୁବ ଘାସ ଅର୍ପଣ କରନ୍ତି, ବହୁତ ଶୁଭ ହେବ। ଯେଉଁମାନେ ନିଃସନ୍ତାନ ଅଛନ୍ତି, ଯେଉଁମାନେ ଚାକିରି ପାଇଁ ପ୍ରିପେୟାର କରୁଛନ୍ତି, ଯେଉଁମାନେ ପାଠ ପଢ଼ୁଛନ୍ତି, ଭଲ ଚାକିରିଟିଏ ପାଇଁ ମନ କରିଛନ୍ତି, ଯେଉଁମାନେ ବ୍ୟବସାୟର ଉନ୍ନତି ହେଉନି, ସେମାନେ ଭଗବାନ ଗଣେଶଙ୍କୁ ଏହିଭଳି ଦୁବ ଅର୍ପଣ କରନ୍ତି। ସେମାନଙ୍କର ମଧ୍ୟ ସେହି ମନୋକାମନାଟି ପୂର୍ଣ୍ଣ ହେବ। ନିଶ୍ଚିନ୍ତ ଭାବରେ ଭଗବାନ ଗଣେଶ ସେ ତାଙ୍କ ମନୋକାମନା ପୂର୍ଣ୍ଣ କରିବେ। ଟିକେ ଟିକେ କଥାରେ ବହୁତ କିଛି ରହିଯାଏ, କାମ ରହିଯାଏ। ଯେମିତି ଟିକେ ଟିକେରେ ଚାକିରିଟା ରହିଯାଏ, ଟିକେ ଟିକେରେ ପରୀକ୍ଷା ଦେଇଥିବା ରେଜଲ୍ଟ 3-4 ମାର୍କ ପାଇଁ ଆମର ଭଲ ରହେ ନାହିଁ। ଏହିଭଳି ଭାବରେ ଯେଉଁମାନେ ଲାଇଫ୍ରେ ଚାଲିଛି, ସେମାନେ ଗଣେଶ ପୂଜା ସମୟରେ ଆପଣମାନେ ବୁଧବାର ଦିନ
ଆପଣମାନେ ସ୍ପେଶାଲି ଭାବରେ ଏଇଭଳି ଭାବରେ ଦୁବ ଚଢ଼ାନ୍ତୁ, ବହୁତ ଶୁଭ। ପୁରାଣରେ ବର୍ଣ୍ଣିତ ଅଛି, ଯେଉଁ ବ୍ୟକ୍ତି ଭଗବାନ ଗଣେଶଙ୍କୁ ଦୁର୍ବାଙ୍କୁର ଅର୍ପଣ କରେ ସେହି ବ୍ୟକ୍ତି କୁବେର ସମାନ ହୋଇଥାଏ। ସେହିଭଳି ଭାବରେ ଦ୍ୱିତୀୟଟି ହେଲା, ଆପଣମାନେ ଭଗବାନ ଗଣେଶଙ୍କୁ ଲଡ଼ୁ ଅର୍ପଣ କରନ୍ତୁ। ମୋଦକ ପ୍ରିୟ ଗଣେଶ, ତେଣୁ ଭଗବାନ ଗଣେଶଙ୍କୁ ସବୁ ଖାଦ୍ୟ ଅପେକ୍ଷା ଲଡ଼ୁକୁ ବହୁତ ଭଲ ପାଆନ୍ତି। ତେଣୁ ଆପଣ ନିଜର ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଗଣେଶ ଭଗବାନଙ୍କୁ ଲଡ଼ୁ ଅର୍ପଣ କରନ୍ତୁ। ଲଡ଼ୁ ଅର୍ପଣ କରେ, ଲଡ଼ୁ ଖାଇକି ଭଗବାନ ଗଣେଶ ବହୁତ ଶୀଘ୍ର ଆପଣଙ୍କ ମନସ୍କାମନା ପୂରଣ କରିବେ। ଆପଣମାନେ ସନ୍ତାନହୀନ ଥାନ୍ତୁ, ଆପଣମାନେ ବିଦ୍ୟାରେ ସଫଳତା ଥାନ୍ତୁ, କି ମନଲାଖି ଚାକିରିଟିଏ ପାଇଁ ଚାହାନ୍ତୁ, ଯାହା ବି ସମସ୍ୟା ଥାଉ, ସେହି ମନୋକାମନା ନେଇକି ଆପଣ ଭଗବାନଙ୍କୁ ଲଡ଼ୁ ଅର୍ପଣ କରିବେ, ତାହେଲେ ବହୁତ ଶୁଭ। ତେବେ ଆଉ ଗୋଟେ ବହୁତ ବଢ଼ିଆ କଥା ହେଉଛି, ଯଦି ଆପଣମାନେ ଅଯୁଗ୍ମ ସଂଖ୍ୟାରେ 108 ମଧ୍ୟ ନେଇପାରିବେ, 1ରୁ ଅଧିକ ଲଡ଼ୁ 3, 5, 7 ଏଇଭଳି ଭାବରେ ଆପଣମାନେ ଭଗବାନ ଗଣେଶଙ୍କୁ ଲଡ଼ୁ ଅର୍ପଣ କରନ୍ତୁ। ଲଡ଼ୁ ଅର୍ପଣ କରିବା ପରେ, ପୂଜା କରିସାରିବା ପରେ ସେହି ଲଡ଼ୁକୁ ଛୋଟ ଛୋଟ ବାଳକମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ସେହିଭଳି ଭାବରେ ଆଉ ଗୋଟେ ଜିନିଷ ହେଲା କଦଳୀ। ଭଗବାନ ଗଣେଶଙ୍କୁ ଆପଣମାନେ କଞ୍ଚା କଦଳୀ ମଧ୍ୟ ଅର୍ପଣ କରିପାରିବେ, ପାଚିଲା କଦଳୀ ମଧ୍ୟ ଅର୍ପଣ କରିପାରିବେ। ଭଗବାନ ଗଣେଶଙ୍କୁ ଯଦି ଆପଣ କଦଳୀ ଅର୍ପଣ କରୁଛନ୍ତି, ସେତେବେଳେ ଗୋଟିଏ କେବେ ଅର୍ପଣ କରିବେନି, 3, 5, 7 ଏହିଭଳି ପ୍ରକାର ସଂଖ୍ୟାରେ ଆପଣମାନେ ଭଗବାନ ଗଣେଶଙ୍କୁ କଦଳୀ ଅର୍ପଣ କରନ୍ତୁ। ଯେତେବେଳେ ବି ଆପଣ ଭଗବାନ ଗଣେଶଙ୍କୁ କଦଳୀ ଅର୍ପଣ କରିବେ, ସେ କଦଳୀରେ ଭଗବାନଙ୍କୁ ଚଢ଼ାଇ ସାରିବା ପରେ ବ୍ରାହ୍ମଣଙ୍କୁ କିମ୍ବା ଛୋଟ ବାଳକମାନଙ୍କୁ କିମ୍ବା ଆପଣମାନଙ୍କ ଭିତରେ ଯେଉଁ ସାଙ୍ଗସାଥି ଅଛନ୍ତି ସେମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ତାପରଟି ହେଲା ଘିଅ। ଭଗବାନ ଗଣେଶଙ୍କୁ ଘିଅ ମଧ୍ୟ ଅତି ପ୍ରିୟ। ତାଙ୍କ ପାଖରେ ଆପଣ ଘିଅ ଅର୍ପଣ କରନ୍ତୁ।